ଯମୁନକିରା ବ୍ଲକ ଅନ୍ତର୍ଗତ ଭୋଇଡେରା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। 7 ଦିନ ହେବ ନିଖୋଜ ଅଛି ଘରର ଭେଣ୍ଡିଆ ପୁଅ। ଦିବ୍ୟରାଜ କୁମୁରା ଓ ପ୍ରତିମା କୁମୁରାଙ୍କ 20 ବର୍ଷର ପୁଅ ହିମାଂଶୁ, ଡାକ ନାମ ବାଦଲ, ଝାରସୁଗୁଡ଼ା ବେଦାନ୍ତରେ ଡ୍ରାଇଭର ରୂପେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବରୁ ଛୁଟି କାଟିବା ପାଇଁ ସେ ଘରକୁ ଆସିଥିଲେ। ଗତ ଗୁରୁବାର ସନ୍ଧ୍ୟାରେ କର୍ମସ୍ଥଳରୁ ଫୋନ୍ ଆସିବାରୁ କାର୍ଯ୍ୟରେ ଯୋଗ ଦେବା ପାଇଁ ହିମାଂଶୁ ବାହାରି ଯାଆନ୍ତି କର୍ମସ୍ଥଳର ଅଭିମୁଖେ। କିନ୍ତୁ ସେ କର୍ମସ୍ଥଳକୁ ପହଞ୍ଚି ନଥିବା 2 ଦିନ ପରେ ପରିବାର ଲୋକେ ଖବର ପାଆନ୍ତି। ବହୁତ ଖୋଜାଖୋଜି କରିବା ପରେ ତାଙ୍କ ବ୍ୟାଗ୍ ଓ ପ୍ୟାଣ୍ଟ ସାର୍ଟ କୁଲାବିରା ପାଖ ଜୁନାଡିହି ଗ୍ରାମରୁ ପାଆନ୍ତି। ଫଳରେ ପରିବାର ଲୋକେ କୁଲାବିରା ଫାଣ୍ଡି ଓ କୁଚିଣ୍ଡା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରନ୍ତି। କିନ୍ତୁ ଆଜକୁ 7 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କିମ୍ବା ପରିବାର ବର୍ଗଙ୍କୁ ହିମାଂଶୁର କୌଣସି ସନ୍ଧାନ ମିଳିପାରିନି। ସେଥିପାଇଁ ସେମାନେ ଆଜି ପରିବାର ବର୍ଗ ଗଣମାଧ୍ୟମକୁ ପ୍ରଚାର ପ୍ରସାର ମାଧ୍ୟମରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ହିମାଂଶୁର ସନ୍ଧାନ ପାଆନ୍ତି ତାହେଲେ ସ୍କ୍ରିନରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କରନ୍ତୁ। शनिवार दिन 7 बजे निजी पेपर को कैनाल डिपार्टमेंट के थाना रिपोर्ट देखी गाड़ी चलते थाना वाले कहना कहले थाना वाले देखने आने बोलছে ଆଉ এটা ফটো কি ছাড়বো কি কইছি ঠিক ଯମନକିରାରୁ ଜିତେନ୍ଦ୍ର ମୁଦୁଲିଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।